ବହିର ନାମ ଓଡ଼ିଶାରେ ପ୍ରକୃତି ପର୍ଯ୍ୟଟନ। ଲେଖକ ବିଜୟ କେତନ ପଟ୍ଟନାୟକ। ପଢ଼ି ଶୁଣାଉଛନ୍ତି ପ୍ରକାଶ ଡାଭେ। ଭାଗ 1। ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ବନସମ୍ପଦ। ଆଜିକାଲି ସାରା ବିଶ୍ୱରେ ପର୍ଯ୍ୟଟନ ଏକ ବିଶେଷ ଶିଳ୍ପର ଭୂମିକା ଗ୍ରହଣ କରିଛି ଏବଂ ଏହି ଶିଳ୍ପର ଦ୍ରୁତ ବିକାଶ ନିମନ୍ତେ ବିଭିନ୍ନ ରାଷ୍ଟ୍ର ଅବିରତ ଉଦ୍ୟମ ଚଳାଇଛନ୍ତି। କୌଣସି ରାଷ୍ଟ୍ରର ପର୍ଯ୍ୟଟନ ଇତିହାସକୁ ତାର ଐତିହାସିକ ପୃଷ୍ଠଭୂମି, ପ୍ରାଚୀନ କାରୁକଳା, ସଂସ୍କୃତି ଓ ପୁରାତନ କୀର୍ତ୍ତି ସମ୍ପଦ ଯେତିକି ପ୍ରଭାବିତ କରିଆସିଛି, ସେତିକି ପ୍ରଭାବିତ କରିଛି ତାର ପ୍ରାକୃତିକ ଶୋଭା ସମ୍ଭାର, ବିସ୍ତୀର୍ଣ୍ଣ ଅରଣ୍ୟାନୀ ଓ ଅରଣ୍ୟରେ ଅବାଧରେ ବିଚରଣ କରୁଥିବା ମହାର୍ଘ ବନ୍ୟଜୀବନ। ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଭାରତକୁ ଆସନ୍ତି କେବଳ ସ୍ମୃତି ସୌଧ ତାଜମହଲ ଦେଖିବା ପାଇଁ ନୁହେଁ, ବରଂ ପ୍ରାକୃତିକ ପରିବେଶରେ ଭାରତର ଜାତୀୟ ପଶୁ ବାଘର ମଦମତ୍ତ ଠାଣି ଦେଖିବା ପାଇଁ ମଧ୍ୟ ସେମାନେ ଆଗ୍ରହୀ। ପ୍ରକୃତିର ରମଣୀୟ ପରିବେଶରେ ନିର୍ଭୟରେ ବିଚରଣ କରୁଥିବା ଜୀବଜନ୍ତୁଙ୍କୁ ଦେଖିବାର ଅନୁସନ୍ଧିତ୍ସା ଏବଂ ଦେଖା ମିଳିବା ନିମନ୍ତେ ପ୍ରତୀକ୍ଷା କରିବାରେ ଯେଉଁ ରୋମାଞ୍ଚ ଉନ୍ମାଦନା ଭରି ରହିଛି, ତାହା ହିଁ ବନ୍ୟଜନ୍ତୁ ପର୍ଯ୍ୟଟନକୁ ଅଧିକ ଆକର୍ଷଣୀୟ କରିଛି। ଓଡ଼ିଶା ପ୍ରକୃତିର ଅପରୂପ ଶୋଭା ଭଣ୍ଡାର। ତାର ସବୁଜ ପାହାଡ଼ ଓ ଉପତ୍ୟକା, ଫେନିଳ ସାଗର ଶଯ୍ୟା, ସ୍ୱର୍ଣ୍ଣାଭ ବେଳାଭୂମି, ଦୋଳାୟମାନ ଶସ୍ୟକ୍ଷେତ୍ର, ନିଘଞ୍ଚ ଅରଣ୍ୟାନୀ, ଗୁରୁଗମ୍ଭୀର ଜଳପ୍ରପାତ ଓ ବିପୁଳ ବନ୍ୟଜୀବନର ପ୍ରାଚୁର୍ଯ୍ୟ ଭିତରେ ପର୍ଯ୍ୟଟକକୁ ଆକର୍ଷଣ କରିବାର ସମସ୍ତ ଉପାଦାନ ଭରି ରହିଛି। ଯୁଗ ଯୁଗ ଧରି କବି, ଦାର୍ଶନିକ ଓ ପ୍ରକୃତିପ୍ରେମୀ ପର୍ଯ୍ୟଟକମାନଙ୍କୁ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆକୃଷ୍ଟ କରିଆସିଛି। ସଭ୍ୟତାର କୋଳାହଳରେ ମନୁଷ୍ୟ ଯେତେବେଳେ ଅଣନିଶ୍ୱାସୀ ହୋଇପଡ଼େ, ସେତେବେଳେ ସେ ଖୋଜି ବୁଲେ ପ୍ରକୃତିର ଶାନ୍ତ, କାନ୍ତ, କମନୀୟ ପରିବେଶ। ନିସର୍ଗ ପ୍ରକୃତି କୋଳରେ ତାହା ପୁରୀ, ଗୋପାଳପୁରର, ଚାନ୍ଦିପୁରର ଦିଗନ୍ତ ବିସ୍ତାରୀ ବେଳାଭୂମି ହେଉ କିମ୍ବା ଶିମିଳିପାଳର ଜୀବଜନ୍ତୁ ଭରା ଅଭୟାରଣ୍ୟ ହେଉ ଅଥବା ଟିକରପଡ଼ାର ନିଘଞ୍ଚ ବନାନୀ ଭିତରେ ସାତକୋଶିଆ ଗଣ୍ଡର ରୁଦ୍ରକାନ୍ତ ପ୍ରତିଛବି ହେଉ, ସେଠି କିଛି ସମୟ କଟାଇବାକୁ ମନ ତାର ବ୍ୟାକୁଳ ହୋଇଉଠେ। ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ପୁରୀ, କୋଣାର୍କ ଓ ଭୁବନେଶ୍ୱର ସୁବର୍ଣ୍ଣ ତ୍ରିଭୁଜ ନାମରେ ପରିଚିତ। ମନ୍ଦିରମାଳିନୀ ଭୁବନେଶ୍ୱର, ସମୁଦ୍ର ମେଖଳା ପୁରୀ ଓ କୋଣାର୍କର ପ୍ରସ୍ତର ଗାତ୍ରରେ ସଙ୍ଗୀତର ମୂର୍ଚ୍ଛନା ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। କିନ୍ତୁ ଓଡ଼ିଶାର ବିସ୍ତୃତ ଭୌଗୋଳିକ ସରହଦ, ସବୁଜ ଶ୍ୟାମଳ ଅରଣ୍ୟାନୀ, ଶାଳ ପିଆଶାଳ ଜଙ୍ଗଲ, ଢେଉ ଢେଉକା ପର୍ବତମାଳା, ସୁବିସ୍ତୀର୍ଣ୍ଣ ବେଳାଭୂମି, ନଦନଦୀ ହ୍ରଦ, ଜଳପ୍ରପାତର ସମ୍ଭାର, ଅଭୟାରଣ୍ୟର ବନ୍ୟଜୀବନ ଓ ପକ୍ଷୀ ବିହାରଗୁଡ଼ିକୁ ସମ୍ପୃକ୍ତ କରି ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଅନେକଗୁଡ଼ିଏ ସୁବର୍ଣ୍ଣ ତ୍ରିଭୁଜ ସୃଷ୍ଟି କରାଯାଇପାରିବ, ଏଥିରେ ସନ୍ଦେହ ନାହିଁ। ପର୍ଯ୍ୟଟନର ଏହି ଦିଗଟି ଏପର୍ଯ୍ୟନ୍ତ ଯଥାରୀତି ଅନ୍ୱେଷଣ କରାଯାଇପାରି ନାହିଁ। ଆମ ଦେଶର କାଶ୍ମୀର ଓ ହିମାଚଳ ପ୍ରଦେଶରେ ପର୍ଯ୍ୟଟନ ଶିଳ୍ପ ସେ ରାଜ୍ୟର ପ୍ରାକୃତିକ ଶୋଭା ସମ୍ଭାରକୁ ଭିତ୍ତି କରି ଗଢ଼ି ଉଠିଛି। ଓଡ଼ିଶାରେ ମଧ୍ୟ ଏ ଦିଗରେ ଯଥେଷ୍ଟ ସମ୍ଭାବନା ରହିଛି। ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ଯୋଗ୍ୟ କେତୋଟି ସମ୍ଭାବ୍ୟ ପ୍ରାକୃତିକ ସ୍ଥାନର ଆଲୋଚନା ଏଠାରେ କରାଯାଇଛି। ଚାନ୍ଦିପୁର, ଶିମିଳିପାଳ, ହଦଗଡ଼। ବାଲେଶ୍ୱରଠାରୁ 20 କିଲୋମିଟର ଦୂରରେ ଅବସ୍ଥିତ ଚାନ୍ଦିପୁର ବେଳାଭୂମି ଏକ ଭିନ୍ନ ଧରଣର ବେଳାଭୂମି, ଯେଉଁଠି ଜୁଆର ଛାଡ଼ିଗଲା ପରେ ମାଇଲ ମାଇଲ ସମୁଦ୍ର ଭିତରକୁ ଚାଲିଯାଇ ହେବ। ଜୁଆର ଛାଡ଼ିଯାଇଥିବା ସମୟରେ ଅଗଭୀର ସମୁଦ୍ରର ସମତଳ, କଠିନ ଶଯ୍ୟାରେ ଜିପ୍ ଚାଳନା, ସାଇକେଲ ଚାଳନା ଏବଂ ପିଲାମାନଙ୍କ ପାଇଁ କ୍ରିକେଟ ତଥା ଫୁଟବଲ ଖେଳର ମଧ୍ୟ ଆୟୋଜନ କରାଯାଇପାରେ। ଚାନ୍ଦିପୁର ବେଳାଭୂମିରେ ଅବସ୍ଥିତ ବନ ବିଭାଗ ଡାକ ବଙ୍ଗଳାରେ ରାତିଟିଏ କଟାଇବା ଓ ବଙ୍ଗଳା ସାମ୍ନାରେ ସମୁଦ୍ର ଶଯ୍ୟାକୁ ବାହାରିଥିବା ମଞ୍ଚା ଉପରୁ ଅତି ପ୍ରତ୍ୟୁଷରୁ ବା ରାତ୍ରିର ପ୍ରଥମ ପ୍ରହରରେ କିଛି ଘଣ୍ଟା ଅନ୍ତରରେ ଜୁଆର ଆସୁଥିବା ଓ ଫେରିଯାଉଥିବାର ଦୃଶ୍ୟ Sample complete. Ready to continue?